भारत ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଯୁବକମାନେ ହିଁ ଦେଶର ଭବିଷ୍ୟତ ଏବଂ ଅର୍ଥନୀତିର ମେରୁଦଣ୍ଡ। କିନ୍ତୁ ବର୍ତ୍ତମାନ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆମ ଦେଶର ଯୁବପିଢ଼ି ପୂର୍ବ ଅପେକ୍ଷା ଅଧିକ ଶିକ୍ଷିତ ହେଉଛନ୍ତି, କିନ୍ତୁ ସେହି ଅନୁପାତରେ ସେମାନଙ୍କୁ ଚାକିରି ମିଳୁନାହିଁ। ଅଜିମ୍ ପ୍ରେମଜୀ ୟୁନିଭର୍ସିଟିର ରିପୋର୍ଟ ଅନୁସାରେ ଭାରତରେ ଗ୍ରାଜୁଏଟ୍ ବେକାରୀ ସଂଖ୍ୟା ଆକାଶ ଛୁଆଁ ହୋଇଛି। ଭାରତରେ 15ରୁ 29 ବର୍ଷ ବୟସର ପ୍ରାୟ 367 ମିଲିୟନ ଯୁବକ ଅଛନ୍ତି। ଏହା ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଯେଉଁମାନେ ଯେତିକି ଅଧିକ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବେକାରୀ ସମସ୍ୟା ସେତିକି ଅଧିକ ରହୁଛି। ରିପୋର୍ଟ ଅନୁସାରେ 15ରୁ 25 ବର୍ଷ ବୟସର ପ୍ରାୟ 40% ଗ୍ରାଜୁଏଟ୍ ବର୍ତ୍ତମାନ ବେକାର ଅଛନ୍ତି। ଗତ 4 ଦଶନ୍ଧି ମଧ୍ୟରେ ଶିକ୍ଷାର ସ୍ତର ବଢ଼ିଛି। ଗରିବ ପରିବାରର ପିଲାମାନେ ମଧ୍ୟ କଲେଜ ଯାଉଛନ୍ତି, ହେଲେ ସେମାନଙ୍କୁ ସ୍ଥାୟୀ ଚାକିରି ମିଳୁନାହିଁ। ଗତ 2 ବର୍ଷରେ 83 ମିଲିୟନ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି ସତ, କିନ୍ତୁ ଏଥିରୁ ଅଧିକାଂଶ କୃଷି କ୍ଷେତ୍ରରେ, ଯେଉଁଠାରେ ଆୟ ବହୁତ କମ୍। ଶିକ୍ଷିତ ବେକାରୀର କାରଣ କ'ଣ? ବିଶେଷଜ୍ଞଙ୍କ ମତରେ ଭାରତର ଅର୍ଥନୈତିକ ମଡେଲ ସ୍କିଲ୍ ଇଣ୍ଟେନ୍ସିଭ୍ ସେବା କ୍ଷେତ୍ର ଯଥା ଆଇଟି ଉପରେ ଅଧିକ ନିର୍ଭରଶୀଳ। ମାନୁଫ୍ୟାକ୍ଚରିଂ ବା ନିର୍ମାଣ କ୍ଷେତ୍ରରେ ଆଶାଜନକ ଚାକିରି ସୃଷ୍ଟି ହୋଇପାରୁନାହିଁ, ଫଳରେ ସାଧାରଣ ଗ୍ରାଜୁଏଟ୍ ମାନେ ଚାକିରି ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି 2017 ପରଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇଛି। ପରିବାର ପ୍ରତିପୋଷଣ ପାଇଁ ଅନେକ ଯୁବକ ପାଠପଢ଼ା ଛାଡ଼ି କମ୍ ମଜୁରୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଥିସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇର ଆଗମନ ହେତୁ ଏଣ୍ଟ୍ରି ଲେଭେଲ ଚାକିରି ଉପରେ ମଧ୍ୟ ବିପଦ ଦେଖାଦେଇଛି। ସମୟ ଆମ ହାତରୁ ଖସି ଯାଉଛି। 2030 ପରେ ଭାରତର କାର୍ଯ୍ୟକ୍ଷମ ଜନସଂଖ୍ୟା କମିବାକୁ ଲାଗିବ। ଯଦି ଆମେ ସଠିକ ସମୟରେ ଏହି ବିଶାଳ ଯୁବଶକ୍ତିକୁ କାମରେ ନ ଲଗାଇ ପାରିବା, ତେବେ ଏହି ଡେମୋଗ୍ରାଫିକ ଡିଭିଡେଣ୍ଡ ବେକାରୀର ଏକ ବଡ଼ ସଂକଟରେ ପରିଣତ ହୋଇପାରେ। ସରକାର ଏବଂ ଶିଳ୍ପ ଜଗତ ମଧ୍ୟରେ ସମନ୍ୱୟ ରକ୍ଷା କରି ନୂଆ ନିଯୁକ୍ତି ସୃଷ୍ଟି କରିବା ଏବେ ସବୁଠାରୁ ବଡ଼ ଆହ୍ୱାନ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।